जिला पुरी आ ब्लॉक ब्रह्मगिरी। ଏହି ଅଞ୍ଚଳର ମଣପଡ଼ା ଗ୍ରାମ ପଞ୍ଚାୟତର ଚୁଡ଼ୁଚୂଡ଼ାମଣି ଗ୍ରାମରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ନଗ୍ନ ରୂପ। ନା ଟିକିନା ସାହୁ, ସ୍ୱାମୀ କାର୍ତ୍ତିକ ସାହୁ, ନା ଅଛି ମୁଣ୍ଡରେ ଛାତ, ନା ମିଳୁଛି ପେଟକୁ ଭାତ। ବୁଢ଼ାବୁଢ଼ୀ ଦୁଇ ଜଣ ବୟସ 90 ଛୁଇଁଲାଣି। ନା ଅଛି କେହି ସାହାରା। ରାତି ପାହିଲେ ସକାଳ ହେଲେ ଦାଣ୍ଡ ଦୁଆରେ ବସି ବୁଢ଼ୀ ମାଉସୀ ତୁଳା ବୁଳି ବଳିତା କରେ। ଆଉ ତାପରେ ତାକୁ ବିକି ଯାହା କିଛି ମିଳେ ସେଇଥିରେ କିଣା ହୁଏ ଚାଉଳ। ଆଉ ତରକାରୀକୁ ପଚାରେ କିଏ, ଫାଳେ ପିଆଜ ହୋଇଗଲେ ଯଥା କଥା କି ଚଳିଯାଏ। କୁଟା ନଡ଼ାକୁ ଜାଳି ଜାଳି ମାଉସୀ ହାଲିଆ ଖାଲିଆ ହୋଇ ରୋଷେଇ କରେ। ଆଉ 90 ବର୍ଷ ବୟସର ବୁଢ଼ା ମଉସା ଜଣକ ପେଟ ଚାଖଣ୍ଡକ ପାଇଁ ସେମିତି ଅନେଇ ରହିଥାଏ। ମଉସା ମାଉସୀଙ୍କର ଦୁଃଖ ଯେ କେହି ଦେଖିବ ନିଶ୍ଚିନ୍ତ ଆଖିରୁ 2 ଟୋପା ଲୁହ ନ ଝରାଇ ରହିପାରିବନି। ଘରର ରୋଜଗାରିଆ ଭେଣ୍ଡା ପୁଅ ସବୁଦିନ ପାଇଁ ତାଙ୍କୁ ପର କରି ଚାଲିଗଲା। ଆଉ ସାନ ପୁଅଟା ବାହାରେ ରହି କାମଦାମ କରୁଛି ଯେ ସେ ରୋଜଗାର ତାକୁ ନିଅଣ୍ଟ। ସତେ ଯେମିତି ସରକାରଙ୍କର ଜନମଙ୍ଗଳ ରାଷ୍ଟ୍ରର ପରମ ପରାଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କେଇଟା ଦିନ ବଞ୍ଚିବେ କି ନାହିଁ। ନା ମିଳିପାରିଲା ବାର୍ଦ୍ଧକ୍ୟ ଭତ୍ତା, ନା ମିଳିପାରିଲା ରାସନ କାର୍ଡ଼। ମାଉସୀ କୁହନ୍ତି, ଅନେକ ନେତା ଆସନ୍ତି ଗାଁ ବୁଲିବାକୁ। ବହୁତ ଥର ଗୁହାରି କରିଛି, କିନ୍ତୁ ମୋ ଗୁହାରି ନେତାମାନେ ଶୁଣନ୍ତି ସତ, ଗାଁ ମୁଣ୍ଡ ପାରି ହେଲେ ଭୁଲି ଯାଆନ୍ତି। ବୁଢ଼ୀ ମାଉସୀ ଜଣକ ଶାରୀରିକ ବିକଳାଙ୍ଗ। ଅନେକ ବାର୍ଦ୍ଧକ୍ୟଜନିତ ରୋଗକୁ ଦେହରେ ଧରି ଅନ୍ତର ଭିତରେ ଗୁମୁରି ଗୁମୁରି କାନ୍ଦୁଛି ସତ। ନିଜର ସ୍ୱାମୀକୁ ବଞ୍ଚାଇ ରଖିବା ପାଇଁ ଦୁର୍ବଳ ସାହାରା ହୋଇ ପଡ଼ି ରହିଛି। ପ୍ରଶାସନର ସ୍ଥାଣୁତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ବାବଦରେ ଆମ ପ୍ରତିନିଧି ବ୍ରହ୍ମଗିରି ଭିଡ଼ିଓକୁ ଦେଖା କରିଥିଲେ ମାତ୍ର ଆମ କ୍ୟାମେରାରେ ପ୍ରତିକ୍ରିୟା ନ ଦେଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦେଖିବାକୁ ବାକି ରହିଲା ପ୍ରତିଶ୍ରୁତି ବାସ୍ତବରେ ପୂରଣ ହେଉଛି ନା ପୂର୍ବ ଭଳି ପାଣିର ଗାର ହୋଇ ରହିଯାଉଛି। ନା କାର୍ତ୍ତିକ ସାହୁ, ମୋ ନାଁ ଟିକିନା ସାହୁ। ତୁଳା ବୋଳିକିରି ଆମେ ଚଳୁଛୁ। ଏଇ ଦିଅର ପୁଅ ପୁତୁରା ଏଇମାନେ ଡୋକେ ମୁଣ୍ଡେ ଦଉଛନ୍ତି, ସେଇଥିରେ ବଞ୍ଚିଛୁ। ଗଭର୍ଣ୍ଣମେଣ୍ଟ ଆମ ଦୁଃଖ କିଛି ବୁଝିବାର ନାହିଁ। ଭତ୍ତା ନାହିଁ, ଚାଉଳ ବି କଣ୍ଟ୍ରୋଲ ଚାଉଳ ବି ନାହିଁ। କୋଉଥିରେ ଚଳିବି? ତୁଳା ଟିକେ କରୁଛି, ସେଇଥିରେ ଡୋକେ ମୁଣ୍ଡେ କରିକିରି ଚଳୁଛି। ପିଲାମାନେ ପୁତୁରା ମାନେ ଯାହା ଟିକେ ଅନଉଛନ୍ତି, ରୋଗ ବୈରାଗ ହେଲେ ଫଳମୂଳ ଟିକେ ଆଣୁଛନ୍ତି, ଏଇଆ ଆଉ କ'ଣ। ମଉସାଙ୍କର 90 ବର୍ଷ ହେଲାଣି, ମୋତେ 74 ହେଲାଣି, କିନ୍ତୁ ଭାତିଆ ହେବାକୁ ନାହିଁ କି ଚାଉଳ କଣ୍ଟ୍ରୋଲ ଚାଉଳ ନାହିଁ କି। ଗଣ୍ଡା ଗଣ୍ଡା ସରପଞ୍ଚ ଗଲେଣି, ମୋ ବାହାଘର ବି 55 ବର୍ଷ ମୋ ବାହାଘର ହେଲାଣି। କାହିଁ କ'ଣ ମିଳୁଛି ଆମକୁ ଗାଁରୁ? କିଛି ନାହିଁ। ବ୍ରହ୍ମଗିରିରୁ ଜ୍ଞାନରଞ୍ଜନ ମହାପାତ୍ରଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।